ମା ଆପଣଙ୍କ ନାଁ କ'ଣ? କାଳିମ୍ବ ଦେବୀ। ଆଚ୍ଛା, ଆପଣ ତ ଏଇ ଖଣି ଅଞ୍ଚଳର ମଣିଷ। ଏ ଯେଉଁ ଖଣି ବନ୍ଦ ହେଇଯାଇଛି ତାର ପ୍ରଭାବ ଆପଣମାନଙ୍କ ଉପରେ କ'ଣ ପଡ଼ିଛି? ଆପଣମାନଙ୍କ ଜୀବିକା ଜୀବନ ଆପଣ କେମିତି ଜିଉଛନ୍ତି? ସାର୍ ଏମିତି ଚଳୁଛୁ, ମୂଲ ଦୁଃଖ କରିକି ଚଳୁଛୁ ଆଉ। କ'ଣ ଆପଣମାନେ ଆଶା କରୁଛନ୍ତି ସରକାରଙ୍କଠୁ? ସରକାରଠୁ ଆମେ କେମିତି ପାଇବୁ, ପାଇଲେ ଆମେ ଛୁଆ ପିଲା ପାଠ ସାଠ ପଢ଼େଇବୁ, ସେଇଟା ଚାହୁଁଛୁ ଆଉ। ଖଣି ଖୋଲିଗଲେ ଆପଣଙ୍କର କିଛି ବେନିଫିଟ୍ ହେବ କି? ଖଣି ହଁ, ଛୁଆ ପିଲା ଯେଉଁ ପାଠ ସାଠ ପଢ଼ିଛନ୍ତି ଟିକେ ଯାହାହେଲେ ଟିକେ ପାଇବେ, ଯଦି ଚାକିରି ବାକିରି ଟିକେ ପଢ଼ିଛନ୍ତି ସେଠୁ ପାଇଲେ ଆମେ ଟିକେ ଚଳିବୁ, ସୁବିଧାରେ ଚଳିବୁ ଭାବୁଛୁ ଆଉ। ତଥାପି ସରକାରଙ୍କୁ ଆପଣ କ'ଣ କହିବାକୁ ଚାହୁଁଛନ୍ତି? ସରକାର ତ ଆମେ କହୁଛୁ ଛୁଆ ପିଲା କେମିତି ପାଠ ସାଠ ପଢ଼ିବେ, କେମିତି ମଣିଷ ହେବେ, ସେଇଟା ଆମେ ଚାହୁଁଛୁ। ନା ସୁଦର୍ଶନ ମେଲସାଣ୍ଡି, ଆମ ଘର ବିର୍ସାନଗର କାଳିଆ ପାଣି। ଆପଣ ଏ ଯେଉଁ ଟାଟାର କ୍ରୋମାଇଟ୍ ମାଇନ୍ସ ବନ୍ଦ ହେଇଯିବାଟା ଦୀର୍ଘ ଦିନରୁ ବନ୍ଦ ହେଇଗଲାଣି, ହେଇଗଲା ମାଇନ୍ସ ତ ବନ୍ଦ ହେଇଯାଇଛି। ଆଜ୍ଞା, ଆପଣଙ୍କ ଘର ଏଇ ମାଇନ୍ସ ନିକଟରେ ହେଇଥିବା ବେଳେ ଆପଣ ସେ ମାଇନ୍ସରୁ କ'ଣ ଲାଭ ପାଉଛନ୍ତି କି ଆପଣଙ୍କର ଆଉ ଅସୁବିଧା କ'ଣ ଅଛି ଟିକେ ଜଣାନ୍ତୁ। ଅସୁବିଧା କହିଲେ ପ୍ରଥମେ ତ ସବୁଠୁ ଆମେ ଯେତେବେଳେ 2019 ମସିହାରେ ଟାଟା କମ୍ପାନୀ ଯେତେବେଳେ ଥିଲା, ବନ୍ଦ ହେଲା ପରେ ଯେତିକି ଯାହା ଲୋକ ଛଟେଇ ହେଇଛନ୍ତି ସବୁ ବେକାର ବୁଲୁଛନ୍ତି। ତାପରେ ଅନ୍ୟ ଯେକୌଣସି କମ୍ପାନୀ TSML ଆସିଲା, ତା ଭିତରେ ତାଙ୍କର କଣ୍ଟ୍ରାକ୍ଟ ଅଣ୍ଡରରେ କିଛି ଲୋକଙ୍କୁ ନେଇ ରଖିଥିଲେ। ତାଙ୍କର ବି ବର୍ତ୍ତମାନ 2 ବର୍ଷ ହେଲାଣି ତାଙ୍କ ମାଇନ୍ସ ବନ୍ଦ ହେଲା ପରେ ସେ ଲୋକମାନେ ସବୁ ବେକାର ହେଇ ବୁଲୁଛନ୍ତି। ଏପରି ତ ମାଇନିଂର କୌଣସି ବେନିଫିଟ୍ ଏମିତି ଲୋକାଲଙ୍କ ହିସାବରେ କିଛି ନାହିଁ। କେବଳ ସେ କାର୍ଯ୍ୟ କରି ଯାହା ପେଟ ପୋଷଣ କରୁଥିଲେ, ସେଇଥିରେ ତାଙ୍କର ପରିବାରକୁ ପୋଷଣ କରି ଚଳୁଥିଲେ। ବର୍ତ୍ତମାନ କ'ଣ ଅସୁବିଧା ହେଉଛି ମାଇନ୍ସ ବନ୍ଦ ହେଲା ପରେ? ମାଇନ୍ସରେ ବନ୍ଦ ହେଲା ପରେ ବର୍ତ୍ତମାନ ଅସୁବିଧା କହିଲେ ଯିଏ କେଉଁ କୁଲି କିଏ ହାଜିରି ମଜୁରୀ ଯେଉଁଠି ଯାହା ବିଲ ବାଡ଼ି ଯାହା କାମ କରିକି ତାଙ୍କର ସବୁ ଚଳୁଛନ୍ତି ଏବେ ବର୍ତ୍ତମାନ। ଆଉ କାହିଁ ମାଇନିଂ ବନ୍ଦ ହେଲା ପରେ ସେମାନେ ସମସ୍ତେ ବେକାର ହେଇ ରହିଗଲେ। ବେକାର ହେଲା ପରେ ତାଙ୍କ ରୋଜଗାର ନାହିଁ ବେଳକୁ ବାଧ୍ୟ ହେଇ କଲେ ଆଉ। ଲସ୍ ହେଇଯାଇଛି। କଣି ତ ବନ୍ଦ ହେଲା, ଆଉ କାମ ଫାମ ତ ମିଳୁନି। ଆଉ କାମ ମିଳିଲେ କଣି ବନ୍ଦ ହେଲେ ତ କାମ ମିଳିବ କୁଆଡ଼େ? କଣି ଆରମ୍ଭ ହେଲେ ସିନା କାମ ମିଳିବ। ଆଉ ଆପଣମାନେ କେମିତି କ'ଣ ଜୀବନ ଜିଉଛନ୍ତି ଏଠି ବର୍ତ୍ତମାନ ଖଣି ବନ୍ଦ ହେଲା ପରେ? ଏଇ ତ ଦେଖୁଛ, ଆମେ ଏଇ ବେପାର ଟିକେ କରୁଛୁ। ଆଉ କ'ଣ କରିବୁ? ଆମର କେହି ନାହାନ୍ତି। ଛୁଆ ଖାଲି ଛୋଟ ଛୋଟ ହେଇଛନ୍ତି, ଏଇଗୁଡ଼ାକୁ ପୋଷିବା ପାଇଁ ବେପାର କରିବା ପାଇଁ ପଡ଼ୁଛି ଆମର। ସରକାରଙ୍କ ଠାରୁ ଆପଣ କ'ଣ ସାହାଯ୍ୟ ଚାହୁଁଛନ୍ତି? କ'ଣ ସାହାଯ୍ୟ ଚାହୁଁଛୁ? ଆମ ପାଇଁ ଘର ଦିଅନ୍ତୁ, ଚାକିରି ଗୋଟେ ଦିଅନ୍ତୁ, ସେଇଆ ଚାହୁଁଛୁ। ମୋ ନାଁ ହେଉଛି ଖେଲାରାମ ମୁର୍ମୁ। ଆଉ ଏ ଜାଗାର ନାଁ ହେଉଛି ବିର୍ସାନଗର, ହାଟ ପାଖ ବିର୍ସାନଗର। ଏଟା କି ହାଟ? ଏଟା ସାଟାର୍ଡେ ହାଟ। ଏ ଯେଉଁ ଆପଣ ଏଇଠି ପାଖରେ ହେଉଛି ଟାଟାର କ୍ରୋମାଇଟ୍ ମାଇନ୍ସ। ଆଜ୍ଞା, ଏଇ କ୍ରୋମାଇଟ୍ ମାଇନ୍ସ ଦୀର୍ଘ ଦିନ ହେଲା ବନ୍ଦ ହେଇଯାଇଛି। ଏ ଯେଉଁ ବନ୍ଦ ହେଇଯିବା ପରେ ପାଖରେ କରୁଛ ମାନେ ଚାହୁତ କ'ଣ ଥିଲା? ମାଇନ୍ସ ଚାଲିଲେ ଆପଣ କ'ଣ ଲାଭ ହେଉଥିଲା, ଆଉ ମାଇନ୍ସ ବନ୍ଦ ହେଇଗଲା ଆପଣ କ'ଣ ଅଛନ୍ତି ଟିକେ ସେ ଉପରେ ମତାମତ ଦିଅନ୍ତୁ। अब जेहेतु आमर क्रम माइंस चलुला टिस्को हो कि तार जो साइड सपोर्ट हिसाब से ऑटो से गुड़ाई एम्प्लॉय थे, लोकों जीवन जीविका बहुत भल था, भल 2 पैसा रोजगार करुले। एवं तो माइंस बंद हो जीवन जीविका बहुत प्रभाव पड़ुଛି। आज्ञा भल टे खाई पार ना कि पिंधि पार ना, इनकम नहीं कहले चले। हाँ, आशा करुँ जदि सब माइंस गुड़ा रनिंग हाँ ताले लोक को 2 पैसा रोजगार